ଆପଣଙ୍କ ଘରେ କଳି ହେଉଛି କି? ସେଥିପାଇଁ ଆପଣ ଚିନ୍ତିତ କି? ଘରେ କଳି ଝଗଡ଼ା ହେଉଥିଲେ ଏପରି କରନ୍ତୁ। କେବେ ବି ଘରେ ଝଗଡ଼ା ହେବନି। ଅଶାନ୍ତି ଆପଣଙ୍କ ଘରେ ଲାଗି ରହିବନି। ଆଜ୍ଞା, ଆଜିକାଲି ସମସ୍ତଙ୍କ ଘରେ କଳି ଝଗଡ଼ା ଲାଗି ରହୁଛି। ଏଥିପାଇଁ ଅନେକ ଲୋକ ଚିନ୍ତିତ ହେଉଛନ୍ତି କିପରି ନିଜ ଘରେ ଏହି କଳି ଝଗଡ଼ା ଠାରୁ ଟିକେ ଦୂରେଇ ରହି ଶାନ୍ତିରେ ରହିବେ। ତେବେ ଆଉ ଡେରି ନ କରି ଆସନ୍ତୁ ଜାଣିବା କ'ଣ କଲେ ଘରେ କଳି ଝଗଡ଼ା ଠାରୁ ଦୂରେଇ ରହିବେ। ଆଜ୍ଞା, ଘରର ମୁଖ୍ୟ ଦ୍ୱାର ସାମ୍ନାରେ ମନ୍ଦିର ଥିଲେ ଦୈବ ଶକ୍ତି ପ୍ରବେଶ କରେ ନାହିଁ। ଏହାଦ୍ୱାରା ପରିବାର ପାଇଁ ରୋଗ ଦୁଃଖ ଓ ଦାରିଦ୍ର୍ୟତାର କାରଣ ହୋଇଥାଏ। ଘର ସାମ୍ନାରେ ବଡ଼ ଗଛ ବା ଖୁମ୍ବ ଥିଲେ ପିଲାମାନଙ୍କ ପାଇଁ ଅଶୁଭ ହୋଇଥାଏ। ତେଣୁ ଘର ସାମ୍ନାରେ ସ୍ୱସ୍ତିକ ଚିହ୍ନ ବା ଓମ୍ ଲେଖିବା ଉଚିତ। ଘରକୁ ଶୁଭତ୍ୱ ଆଣିବାକୁ ମୁଖ୍ୟ ଦ୍ୱାରରେ ମୁରୁଜ ପକାଇବା ସହ ଫୁଲରେ ସଜାଇବା ଉଚିତ। ଏହାସହ ଛୋଟ ଘଣ୍ଟି ଲଗାଇବା ଭଲ ହୋଇଥାଏ। ଘରର ମୁଖ୍ୟ ଦ୍ୱାର ସାମ୍ନାରେ ଜୋତା ଚପଲ ରଖିବା ଆଦୌ ଉଚିତ ନୁହେଁ। ଏହାଦ୍ୱାରା ଘରେ ଅଶାନ୍ତି ଖେଳିଥାଏ। ଯେଉଁ ଘରେ କଳହ ଲାଗି ରହିଥାଏ, ଶନିବାରରେ ଅଟା ପେଷି ବୁଟ ଚୁନା ମିଶାଇ ରୁଟି ଖାଇଲେ ତାହା ଦୂର ହୋଇଥାଏ। ଯଦି ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ କଳହ ଲାଗି ରହୁଥାଏ, ତେବେ ମଙ୍ଗଳବାରରେ ହନୁମାନ ମନ୍ଦିରକୁ ଯାଇ ସିନ୍ଦୁର ଓ ବସ୍ତ୍ର ଚଢ଼ାଇଲେ ତାହା ଦୂର ହୋଇଥାଏ। ଶୋଇବା ଘରେ ଭଙ୍ଗା ଆଇନା ଜିନିଷ କିମ୍ବା ଖରାପ ହୋଇଥିବା ବିଦ୍ୟୁତ୍ ଉପକରଣ ରଖିବା ଉଚିତ ନୁହେଁ। ଏହାଦ୍ୱାରା ଘରେ କଳହ ଓ ଅଶାନ୍ତି ବଢ଼ିଥାଏ। ଘର ଭିତରେ ତାଜମହଲର ଚିତ୍ର ରଖିବା ଅନୁଚିତ। ଏହାଦ୍ୱାରା କଳହ ସୃଷ୍ଟି ହୋଇଥାଏ। ସ୍ୱାମୀ ସ୍ତ୍ରୀ ଶୋଇବା ଘରେ ଫାଟି ଯାଇଥିବା ପର୍ସ ବା ଭାଙ୍ଗି ଯାଇଥିବା ଆଲମାରୀ ରଖିବା ଉଚିତ ନୁହେଁ। ଠାକୁର ଘରେ ଭଙ୍ଗା ଫଟୋ ବା ମୂର୍ତ୍ତି ରଖିବା ଅନୁଚିତ। ଏହାଦ୍ୱାରା ଧନ କ୍ଷୟ ହେବା ସହ ଅଶାନ୍ତି ବଢ଼ିଥାଏ। ପରିବାର ଲୋକଙ୍କ ମଧ୍ୟରେ ସମ୍ପର୍କ ଖରାପ ହେବାର କାରଣ ମଧ୍ୟ ହୋଇଥାଏ। ତେଣୁ ଏହାକୁ ଠିକ୍ କରିବା ଉଚିତ। ଯଦି ପରିବାରରେ ସ୍ତ୍ରୀ ଲୋକଙ୍କ ଦ୍ୱାରା ସକାଳୁ କ୍ଷୀରିରେ କେଶର ଓ ଚିନି ମିଶାଇ ଖାଇବାକୁ ଦିଆଯାଏ, ତେବେ ପରିବାରରେ କଳହ ଦୂର ହୋଇଥାଏ। ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ କଳହ ଦୂର କରିବା ପାଇଁ ସ୍ତ୍ରୀ ତକିଆ ତଳେ କର୍ପୂର ଓ ସ୍ୱାମୀ ତକିଆ ତଳେ ସିନ୍ଦୁର ରଖି ସକାଳେ ବାହାରେ ପକାଇଦେଲେ ତାହା ଦୂର ହୋଇଥାଏ। ଘରେ ଗଣେଶଙ୍କ ଚାନ୍ଦିର ପ୍ରତିମା ରଖିଲେ ପରିବାର ଲୋକଙ୍କ ମଧ୍ୟରେ କଳହ ଦୂର ହେବା ସହ ପରସ୍ପର ପ୍ରତି ସ୍ନେହ ଶ୍ରଦ୍ଧା ବଢ଼ିଥାଏ। ଠାକୁରଙ୍କୁ ଗେଣ୍ଡୁ ଫୁଲରେ କୁଙ୍କୁମ ଲଗାଇ ଚଢ଼ାଗଲେ ପରିବାରରେ କଳହ ଦୂର ହୋଇ ସ୍ନେହ ଶ୍ରଦ୍ଧା ବୃଦ୍ଧି ପାଇଥାଏ। ବ୍ୟୁରୋ ରିପୋର୍ଟ, BNS ଲାଇଭ୍।